ଭାଇ ସତ କଥା ହଉଛି ଗୋଟେ କଣ ନା, ମାନେ ଦି ପ୍ରକାର ଜୀବନ। ଗୋଟେ ହଉଛି ପଇସା ପତ୍ର ଯେଟୁକୁ ଭାବୁ ଯାଉଥିବ, ଆଉ ଗୋଟେ ହଉଛି ପଇସା ପତ୍ର ବି ଯାଉଥିବ, ଆଉ ଘର ପାଖରେ ଥିବ, ସାଙ୍ଗସାଥି ସାଙ୍ଗରେ ମିଳାମିଶା କରୁଥିବ, ସିଏ ଗୋଟେ ପ୍ରକାର ଲାଇଫ ଜୀବନ। ଆମର କଣ ନା ବାହାରେ ଆସିବା କିଛି ପଇସା କମେଇବା ପାଇଁ, ପଇସା ପତ୍ର ସହ ରହୁଛ ସବୁବେଳେ ନା ଟିକେ ସାଙ୍ଗ ସାଥି ହେଇନାହାନ୍ତି, ତା ପାଇଁ ବାହାର ଜାଗାକୁ ଏବେକା ଅଛି ସେଠି ବେଙ୍ଗାଲୁରୁ ଗୋଟେ ଜାଗା ପାଖର ଗୋଟେ ଛୋଟିଆ ଦୋକାନ କରିଛି, ବହୁତ ସାରା ପକୁଡି ଆଣିକି ବସିକି ଖାଉ। ହଁ, ଯାଉ ଏବେ ଯୋଉମାନେ ବାହାରେ ଅଛନ୍ତି ସେମାନେ ଖାଲି ପଇସା ପତ୍ର ଉଡିଆ ନା ଟିକେ ସାଙ୍ଗ ବି ନାହିଁ, ନିଜ ପାଖରେ ବସିକି ନିଜ କଥା ତାକୁ କହିବ, ତା କଥା ତମକୁ କହିବ, କେହି ନାହାନ୍ତି, ସବୁ ଏଠି ପଇସା ପତ୍ର ଦଉଛନ୍ତି। ଏଇ କିନ୍ତୁ ସାଙ୍ଗ ବି ଦେଖନ୍ତୁ ମୁଁ ରାସ୍ତା ପାଖରେ ବସିଛି, ମୋ ଧର ବସିଛି ଚା ପିଇଲା ସିଗାରେଟ ପିଇଲି, ଦୋକାନ ଅଛି, ରୋଡ ମାର୍କେଟ, ମାର୍କେଟ ନୁହଁ ମାନେ ସେଟା ଛୋଟିଆଟେ, ଆଗକୁ ଚାରି ପାଞ୍ଚ ଦୋକାନ ଅଛି, ଏଠି ଅଛି ଗୋଟେ ଗଣେଶ ମନ୍ଦିର ଆମର, ବାସ୍ ଖଟ ଖାଅ, ସକାଳ 7ଟା ବା 9ଟା ବେଳକୁ ଚାଲ, ପୁଣି ସନ୍ଧ୍ୟା 5:30 ବେଳକୁ ପଳେଇ ଆସ, ଆସିକି ବୁଲାବୁଲି କରି ଏକିଟିଆ ଏକିଟିଆ କେହି ନାହାନ୍ତି ତା ସାଙ୍ଗ, ସେଇଭଳିଆ ଜୀବନ ଚାଲିଛି। ଗାଁକୁ ଗଲେ କେତେ କଥା ବୁଲାବୁଲି, ଏଠିକି ଚାଲ ସେଠିକି ଚାଲ, ସାଙ୍ଗସାଥି ସମସ୍ତେ ଆସିବେ ବୁଲିବେ ବୁଝିବେ, ବାହାର ଜାଗାରେ କେହି କାହାର ନୁହଁ। ସାଙ୍ଗରେ ଯିଏ କାମ କରୁଛି ସିଏ ତାକୁ ଯଦି ମାଲିକ ହଉ କି ମ୍ୟାନେଜର ହଉ କି କିଏ କିଛି କହିବେ କି ଭାଇ ଆଜି 5ଟା 5:30 ନୁହଁ 7:30 ବେଳେ ଯା, କି 10ଟା ବେଳେ ଯା, ତମ ସାଙ୍ଗରେ ଥିଲେ ବି ତମେ କହୁଛ ପଳେଇ ଆସ 5:30 ସିଏ ଆସିବ, ଏଇ ସାଙ୍ଗ ଆଜିକାଲି ଦେଖାଯାଉ କଣ ଚାଲିଛି। ସମସ୍ତେ ପୁରା ଏ ଟୁ ଜେଡ୍ ଯେ ଦୁନିଆରେ ଏତେ କଥା ବିଷୟ କହିଦେବ ଆମେ ବି ଜାଣିଛୁ, ଆଉ କିଛି ଉପାୟ ନାହିଁ, ଚାଲିଛି ଦିନ।